ଜଗନ୍ନାଥ ସାଙ୍ଗମାନେ ମୁଁ ବିଶ୍ୱଜିତ କାମ କରେ ଗାଁରେ। ତ ସାଙ୍ଗମାନେ ଆଜି ହେଉଛି ରଙ୍ଗର ପର୍ବ ହୋଲି। ତ ଆଜିର ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ଚାଲନ୍ତୁ ଯିବା ହୋଲିରେ କିଛି ଭଲ କାମ କରିବା, କିଛି ଭଲ ଭଲ ଜିନିଷ କରିବା। ତେଣୁକରି ଆମେ ଆସି ପହଞ୍ଚି ଯାଇଛେ ଆମର ବାଜିବାରରେ। ବର୍ତ୍ତମାନ ଦେଖିପାରୁଥିବେ ଆମେ ଯିବା ଗୋଟେ ଭଲ ଜିନିଷ ଚାଲିଛି। ମୁଁ ଆପଣମାନଙ୍କୁ ଦେଖେଇବି। ଆମର ବଡ଼ ପୋଖରୀ ପାଇଁ ଜାଆଁଳ ଛଡ଼ା ହେଇଥିଲା। ଆମେ ବର୍ତ୍ତମାନ ଜାଆଁଳ ଉଦ୍ଧାର କରିକି ନେଇ ସେ ପୋଖରୀରେ ପକେଇବା। ତ ଚାଲନ୍ତୁ ସାଙ୍ଗମାନେ ଭିଡ଼ିଓରେ ବନେଇ ରୁହନ୍ତୁ, ଦେଖିବା ଆଗକୁ ଆଗକୁ କ'ଣ ହେଉଛି ହୋଲିରେ। ଏଇଠି ଆମର ଜାଆଁଳ ଛଡ଼ା ହେଇଥିଲା ପୋଖରୀ ପାଇଁ। ତେଣୁକରି ବର୍ତ୍ତମାନ ପିଲାମାନେ ଜାଆଁଳ ଧରୁଛନ୍ତି। ମୁଁ ଆପଣମାନଙ୍କୁ ପହଞ୍ଚେଇ ଦେଇଛି ଆଣିକି ଏଠି ଦେଖେଇବା ପାଇଁ। ଦେଖନ୍ତୁ ମଟର ଲାଗିଛି। ତମକୁ ତ ପାଣି ବହୁତ ଅଛି। ଆସ ତ କମ ପାଣି ଥିଲା ଛିଡ଼ିକି ହାତ ମାରୁଛି ଗଳିଗଲା ଜବର କି ଦେଖୁନୁ। ତୁ ଧଇଲା ବାଲା ସେ ଚିନୁ ହେଲେ ଧରିବ। ତେମେ ଯୋଉ ହେଁସ ଗୁରେଇ ଦେଲ ନା, ସେ ଗୁରା ଭିତରେ ମାଛ ରହିଗଲେ। ଗୁରେଇ ଦେଲ ଯାହା ମାଛ ରହିବ। ହଁ ଦେଖିବୁ ନାହିଁ। ଇରେ ସେଗୁରା କାହିଁ ଧରୁଛ? ଜାଆଁଳ ତ ନାହିଁ। ଏ ପଛାରେ ସେ ମାଛ ସାଢେ ମାରିଲାଣି, ଏଇଠି ଉଣ୍ଡାଉଛି। ଯାଉ ଯାଉ ଇଏ ଟୋକାଟା ମାଛ ଧଇଲା ବାଲା। ପାଣି ଗୋଳି ହବ। ଜମା ଛାଡି କିଛି ନାହିଁ। ସେଠି ପଚା ଆଡେ ଔଷଧ ରଖିଛି। ଆମର ଜାଆଁଳ ଧରା ସରିଗଲା। ଆପଣମାନେ ଦେଖିପାରୁଛନ୍ତି 700 ଟଙ୍କାର ଜାଆଁଳ ଧରା ହେଇଥିଲା, ଛଡ଼ା ହେଇଥିଲା। କିନ୍ତୁ 7ଟା ଜାଆଁଳ ବାହାରିଲେ, ସବୁ ବଡ଼ ମାଛ। ପହଞ୍ଚି ଯାଇଛୁ ଏଇ ପୋଖରୀ ପାଖରେ। ଆମର ଜାଆଁଳଟା ଛାଡ଼ିଦେବା। ଆମର ସେଥିରେ କ'ଣ ଅଛି? ଆମେ କ'ଣ ମଟର ନେଇଥିଲୁ? ଏ ଜାଆଁଳ ଛାଡ଼ ପୋଖରୀ ଭିତରେ। ନାଣ୍ଡୁ ଉଠା ଟପ। ସେ ଚେଙ୍ଗ ଛୁଆଟା ରଖିବି। ଇଏ ପାଇପ୍ ଟାକୁ ପକେଇ ଧୋଇଦେଲି ଭଲ ଭାଇଆ। ଗୋଟେ ଗୋଟେ ଧରିକି ପକେଇବ ଜାଆଁଳ। ଜାଲ ଧୀରେ ଅଜାଡ଼ି ଦବ, ତାପରେ ପକେଇଦବ। ଏଇଠି ଅଜାଡ଼ି ନେଇଯା। କାହିଁ ତଳକୁ ନେଉଛୁ ନା ଧୋଇବୁ? ଆର ବର୍ଷ 5 କିଲୋ ତାଜକୁ ଡାଲି ପୁଣି ଅଜାଡ଼ି ତାଜକୁ ଅଜରା ହବ। ଛାଡ଼ିଦେବି। ହଁ ଛାଡ଼ିଦେବୁ। ହଁ ଛାଡ଼ିଦେ। ହଁ 700 ଟଙ୍କାର ଜାଆଁଳ ଛଡ଼ା ହେଇଥିଲା, 7ଟା ବାହାରିଲା। ଏଇ ବା ଦେଖୁନ ଜାଆଁଳ ଆଖି ଆଗରେ। ଏଇ ବା 2ଟା ଛଡ଼ା ହେଇଛି, ଆଉ ଯାହା ଅଛନ୍ତି। ଆଉ କ'ଣ? 4ଟା 5ଟା 6ଟା 7ଟା 8ଟା 9ଟା 10 11ଟା। କେତେବେଳେ ଛଡ଼ା ଛାଡ଼ିଦେ? 11ଟା ଫଲଟା ଛାଡ଼ିଦେ। 11ଟା ଫଲଟା ଛାଡ଼ିଦେ। ସେ ଚୁଙ୍ଗୁଡ଼ି କ'ଣ କରିବୁ? ଏଠି ଘରେ କ'ଣ କରିବୁ? ଖାଇବୁ? ସାଙ୍ଗମାନେ ଆମେ ଜାଆଁଳ ଛାଡ଼ିକି ଆସି ପହଞ୍ଚିଗଲୁ। ଆପଣମାନେ ଦେଖିପାରୁଥିବେ କାଲି ଆମର ଯେଉଁଠି ପୂର୍ଣ୍ଣିମା ହେଉଥିଲା, କାଲି ଏଇ ପଖାଳ ବଳିଛି। ଆମେ ସବୁ ଆଜି ପଖାଳ
କିଏ ନେଇକି ଯାଉଛି ଦୀପ ନେଇକି ଯାଉଛି। ଏଠି ଆଧେ ନିଆଁ ଅଛି ନିଆଁ ରହିବନି। ସେ ଆସନ୍ତୁ ଛୁଆ କୁଆଡେ ଫିଷ୍ଟ କରିବେ କିଏ କୁଆଡେ ଯିବ? ଖାଇବ ତ ଦେଖି ଏ ଭାତ କେମିତି ଭଲ ଲାଗିବ। ଆକୁ ଦରକାର ଥିଲା ଦହି ଖାଲି। ଦହି ଗୋଟେ ନେଇଗଲ। ଦହି ଗାଡ଼ି ଆସିନି କାଲି ନଥିଲା ଗାଡ଼ି କଣ ଖାଇଲାଣି। ଦହି କାଲି ଜବର ସେଲିଂ ହେଇଯାଇଛି ଗଡ଼ି କହିଲି ଗଡ଼ି ଆସୁନ। କାଇଁ ମିଳିଲାନି? ଖାଇ ସବୁ ନେଇଯାଇଥିଲେ। ତ କଣ ପୁରେଇଛ ଗୋଳେଇବ କେମିତି ଖାଇବ କେମିତି? ଭାତ ଯାହା କମେଇ ଦଉନ ୟାକୁ କାଟିଦେ ତୁ କାଟିଦେ। ଆମେ ଭାତରେ ଭାଇ ଭାତରେ ପାଣି ପଶିଲା ଗୋଟେ ବାଜେ 10 ମିନିଟ୍ ପକେଇବ ଜାଣିଦବ। ମାତ୍ର ମୁଁ ଅନେକ ତମେ ଏଇ ଯୋଉ ଭାତ କରିବ ତମେ ଯୋଉ ଚାଉଳ ନେଇଛ ହୁଏତ ଟିକେ ନରମ ହେଇଗଲେ ଗଲା। ତାହେଲେ ଇଏ ତ ଇଏ ନରମ ହବାର ନାହିଁ ଆଉ ଟାଣ ହବାର ନାହିଁ। ପାଣି ଫୁଟେଇକି ବସ ସେଇଠି ବସୁନୁ ହଳୁଛିରେ କାଲିର କମି ନାହିଁ। କାଲିର ଅଛି ବାକି। ଲୁଣ ଦେବେ। ବାସନ ମଜା ସରିଗଲା ପଖାଳ ଖାଇଲା ପରେ ବାସନ ମାଜି ସାରିଲା ଆମର ଆଉ ଏକ ଫିଷ୍ଟ ପ୍ରୋଗ୍ରାମ ଅଛି ଆମେ ସବୁ ଏବେ ଯିବା ଫିଷ୍ଟରେ ଚାଲନ୍ତୁ ସାଙ୍ଗମାନେ କବାଟ ପତ୍ର ଦେଇ ଯିବା ଫିଷ୍ଟ ଯେଉଁଠି ହେଉଛି ଆମେ ଏବେ ଯାଉଛୁ ଆମର ଗୋଟେ ବିଲ ମଝିରେ ଗୋଟେ ବାରି ଅଛି ବଣଭୋଜି କରିବାକୁ ଆଜି ସେଇଠି ଫିଷ୍ଟ କରିବୁ ସାଧା ଆଇଁଷ ସବୁ ମିଶାମିଶି ଆପଣଙ୍କୁ ଆମ ଭିଡ଼ିଓରେ ଦେଖେଇବୁ ଆମେ କେମିତି ବଣଭୋଜି କରୁଛୁ ହୋଲି କେମିତି ବିତଉଛୁ ଆପଣମାନେ ସକାଳୁ ତ ଦେଖିଲେ ପଖାଳ ଖିଆ ସରିଲା ଏବେ ଖାଦ୍ୟପେୟ ତ ସାଙ୍ଗମାନେ ହୋଲି ହେଉଛି ରଙ୍ଗର ପର୍ବ ଆନନ୍ଦର ପର୍ବ ଗୁରୁଜନମାନଙ୍କର ପାଦରେ ରଙ୍ଗ ବୋଳି ସମବୟସ୍କମାନଙ୍କ ଗାଲରେ ରଙ୍ଗ ବୋଳି ନିଜ ନିଜ ଭିତରେ ଭାବ ଆଦାନ ପ୍ରଦାନ ହେଉଛି ହୋଲି ତେଣୁକରି ସାଙ୍ଗମାନେ ଏଠି ଦେଖିପାରୁଛନ୍ତି ଆପଣମାନେ ଆମର ସମସ୍ତ ପିଲା ଏଠି ଉପସ୍ଥିତ ଅଛନ୍ତି ତ ଆଜି ଭିଡ଼ିଓଟି ଏନ୍ଜୟ ହେବ ତ ଚାଲନ୍ତୁ ସାଙ୍ଗମାନେ ଦେଖିବା କ'ଣ କ'ଣ ଚାଲିଛି ସିଏ ତାଙ୍କର ପିଉଛନ୍ତି ତମର କ'ଣ ନଥିଲା ଆଜି ହବ ପୁରା ପୋଷ୍ଟ ଦେ କଣ ଏଇଟା ହେଉଛି ପନିର ଆମ ସାଧା ବାଲାଙ୍କ ପାଇଁ ଓନ୍ଲି ଫର୍ ମି ନାଇଁ ସେ ଭଲ ପିଲାଟା ସେ ବାବୁଲଦା ତାକୁ ଭାରି ଭଲ ପାଉଛି ତ ସାଙ୍ଗମାନେ ମସଲା କଷା ହେଇଗଲା ଚିକେନ ପାଇଁ ଆପଣମାନେ ଦେଖିପାରୁଥିବେ ଇଏ ସାଙ୍ଗମାନେ ଆମର ଫିଷ୍ଟ ସହିତ ସୁଟିଂ ବି ଚାଲିଛି ଆପଣମାନେ ଦେଖିପାରୁଥିବେ ଭୁସ୍ ଭୁସ୍
ହେଉଛି ତେଣୁକରି ଆମର ଟିକେ ଥଣ୍ଡା ପାନୀୟର ବ୍ୟବସ୍ଥା ହେଇଯାଇଛି ଏଠି ଆପଣମାନେ ଦେଖିପାରୁଥିବେ। ରୋଷେଇ କୋଉ ଯାଏ ଗଲା ଦେଖିଆ। ଆମ୍ବ ଗୁରା କ'ଣ ଦୋଳରେ ନଗେଇବୁ? ଜୀବନର ମୋର କରିବି ନା ଟୁକୁଲିଆର ମୋର କରିବି? ଜୀବନ ତମର ଟୁକୁଲେ 3 ଦି ଜଣ ନୁହେଁ 3 ଜଣ କେମିତି? ଆଉ ଟିକେ ନାଇଁ ନାଇଁ ଥାଉ ଥାଉ। ତେଲ କିଏ ଆଣିଥିଲା ବା? ତ ସାଙ୍ଗମାନେ ଆଜିର ବ୍ଲଗ୍ ଏଇଠି ଶେଷ କରୁଛୁ। ଆମର ହୋଲି ସରିଲା ପରେ ଆମେ ସବୁ ଗାଧେଇ ପାଧେଇ ବାହାରିଲୁ, ପୁଣି ଯିବୁ ଦୋଳ ନେଇକି ମେଲଣ। ତେଣୁକରି ସାଙ୍ଗମାନେ ଆଶା କରୁଛି ଆପଣମାନଙ୍କୁ ମୋ ବ୍ଲଗ୍ଟି ଆଜି ଭଲ ଲାଗିଥିବ। ରହିଲି, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଭିଡ଼ିଓ।